କୁନି କୁନି ତଡ଼କା ମସଲା ଇଟିଲି ଏମିତି ଥରେ ବନାନ୍ତୁ, ଏତେ ସୁଆଦିଆ ଯେ ପାରିବେନି ଜମା ଭୁଲି। ଚଟପଟା ଖଟା ରାଗ ଲୁଣି ତା ସାଙ୍ଗକୁ ପୁରା ସୁଆଦିଆ ମୁଗ ସାମ୍ବରକୁ ନଡ଼ିଆ ଚଟଣି। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ଆସନ୍ତୁ ପୁରାପୁରି ସୁଆଦିଆ ମସଲା ଇଟିଲି ପୁରା ଛୋଟ ଛୋଟ ଘରେ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆଜି ଆମେ ଗୋଟେ ବହୁତ ବଢ଼ିଆ ଇଟିଲି ପ୍ରସ୍ତୁତ କରିବା। ଆପଣମାନେ ତ ସାଧାରଣ ଇଟିଲି ଖାଉଥିବେ, କିନ୍ତୁ ଥରେ ଏମିତି ମସଲା ଇଟିଲି ପ୍ରସ୍ତୁତ କରନ୍ତୁ, ଦେଖିବେ ସ୍ୱାଦ ପୁରାପୁରି ଦୁଇଗୁଣ। ଏବେ ଆସନ୍ତୁ ସେଇ ମସଲାର ଗୁଣ୍ଡ ପ୍ରସ୍ତୁତ କରିବା। ସେଥିପାଇଁ ଆମେ ନେବା 4 ବଡ଼ ଚାମଚ ବୁଟ ଡାଲି, 4 ବଡ଼ ଚାମଚ ବିରି ଡାଲି, 4 ବଡ଼ ଚାମଚ ଚିନାବାଦାମ, 4 ବଡ଼ ଚାମଚ ରାଶି, ତା ସହିତ 1 ଚାମଚ ଗୋଲମରିଚ ବା 15ରୁ 20ଟି ଗୋଲମରିଚ, 4 ବଡ଼ ଚାମଚ ଶୁଖିଲା ନଡ଼ିଆ ଗୁଣ୍ଡ। ନଡ଼ିଆକୁ ଶୁଖାଇ ଦେବେ, ତାପରେ ଗୁଣ୍ଡ କରିକି ନେବେ, ଯେହେତୁ এই ମସଲାକୁ ଆମେ ଅଧିକ ଦିନ ରଖିପାରିବା। ତା ସହିତ 1 ବଡ଼ ଚାମଚ ଜିରା, 1 ବଡ଼ ଚାମଚ ଦେବା ଧନିଆ, ତା ସହିତ 1 ଛୋଟ ଚାମଚ ଦେବା ସୋରିଷ, ଯେଉଁ କଳା ସୋରିଷ ସେଇ ସୋରିଷ ଦେବେ। ଆଉ ଅଳ୍ପ ଟିକେ ତେନ୍ତୁଳି, ଲେମ୍ବୁ ସାଇଜ୍ର ତେନ୍ତୁଳି, ଭୃସଙ୍ଗ ପତ୍ର 7ରୁ 8 ପାଖୁଡ଼ା, ବହୁତ ବଢ଼ିଆ ସ୍ୱାଦିଷ୍ଟ ଲାଗିବ। ତା ସହିତ ଶୁଖିଲା ଲଙ୍କା ଆପଣମାନେ ନେବେ ରାଗ ଅନୁସାରେ, ଆଉ 2ଟି ରସୁଣ। ଏତିକି ସାମଗ୍ରୀରେ ଆମେ ଗୋଟେ ବହୁତ ବଢ଼ିଆ ମସଲା ଗୁଣ୍ଡ ପ୍ରସ୍ତୁତ କରିବା। କଡ଼େଇକୁ ବସାଇଦେବା ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ। 1 ବଡ଼ ଚାମଚ ଦେବା ତେଲ। ପ୍ରଥମେ ପକାଇବା ଆମେ ବୁଟ ଡାଲି, ବିରି ଡାଲି, ଚିନାବାଦାମ, ଜିରା, ଧନିଆ, ସୋରିଷ ଆଉ ଗୋଲମରିଚ। ଏତିକି ଦେଇକି ଆମେ ମାତ୍ର 2ରୁ 3 ମିନିଟ୍ ପାଇଁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଭାଜିଦେବା। ଏହିସବୁ ସାମଗ୍ରୀ ଭଲ ଭାବରେ 2-3 ମିନିଟ୍ ପର୍ଯ୍ୟନ୍ତ ଭାଜି ହୋଇଗଲା ପରେ ତାପରେ ଆମେ ପକାଇବା ରାଶି ଆଉ ନଡ଼ିଆ ଗୁଣ୍ଡ, ଯେଉଁ ଶୁଖିଲା ନଡ଼ିଆ ଗୁଣ୍ଡ। ଯେହେତୁ ରାଶି ଜଲ୍ଦି ଭାଜି ହୋଇଯାଏ ଆଉ ଶୁଖିଲା ନଡ଼ିଆ ଗୁଣ୍ଡ ବି ଜଲ୍ଦି ଭାଜି ହୋଇଯାଏ, ସେଥିପାଇଁ ତାକୁ ପଛରେ ପକାଇବେ ସେଇ 2ଟି ସାମଗ୍ରୀକୁ। ଏବେ ଦେଖନ୍ତୁ ଆମେ ଏସବୁକୁ ପୁଣି ଥରେ ଆଉ 2 ମିନିଟ୍ ପାଇଁ ଭାଜିଦେବା। ପ୍ରଥମରୁ 3 ମିନିଟ୍, ଏବେ 2 ମିନିଟ୍, ସମୁଦାୟ 5 ମିନିଟ୍ ଭିତରେ ଏସବୁ ବଢ଼ିଆ ଭାବରେ ଭାଜି ହୋଇଯିବ। ଏବେ ଆମେ 2 ବୁଦା ରସୁଣକୁ ଭଲ ଭାବରେ ଛଡ଼େଇକି କୋଲା ପକାଇବା, ଆଉ ଚୋପା ସହିତ ପକାଇବେ, ବହୁତ ବଢ଼ିଆ ଫ୍ଲେଭର ଆସିବ, ବହୁତ ବଢ଼ିଆ ସ୍ୱାଦ ବି ବଢ଼େଇବ। ଏବେ ଦେଖନ୍ତୁ ରସୁଣ ପକାଇକି ବେଶୀ ଭାଜିବେନି, 1ରୁ 2 ମିନିଟ୍ ପାଇଁ ଭଲ ଭାବରେ ଭାଜିଦେବେ। ଏଇ ଭିତରେ ରସୁଣ ହାଲକା ହାଲକା ଟିକେ ଭାଜି ହେବ, ବେଶୀ ଭାଜିବା ଦରକାର ନାହିଁ। ଏବେ ଏସବୁକୁ ଭଲ ଭାବରେ ଥଣ୍ଡା ହେବାକୁ ଛାଡ଼ିଦେବା। ପୁରାପୁରି ଥଣ୍ଡା ହେଲା ପରେ ଆମେ ୟାକୁ ଗୁଣ୍ଡ କରିବା। ଏଠି ଦେଖନ୍ତୁ ଏବେ ୟାକୁ ଥଣ୍ଡା ହେବାକୁ ଛାଡ଼ିଦେଲା ପରେ ପୁଣି କଡ଼େଇ ବସାଇବା। ତାପରେ ଆମେ ଖାଲି କଡ଼େଇରେ, ମାନେ ଶୁଖିଲା କଡ଼େଇରେ ଶୁଖିଲା ଲଙ୍କାକୁ ଦେଇକି ଭାଜିବା। ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 2ରୁ 3 ମିନିଟ୍ ପାଇଁ ଲଙ୍କାକୁ ଭାଜି ସାରିବା ପରେ ଆମେ ଦେଖନ୍ତୁ ଭୃସଙ୍ଗ ପତ୍ରକୁ ଭଲ ଭାବରେ ଧୋଇକି ଗୋଟେ ସୂତା କପଡ଼ାରେ ଭଲ ଭାବରେ ପୋଛି ସାରିବା ପରେ ଆମେ ଏଠି ପକାଇବା। ଏମିତି ହେଲେ ମାତ୍ର 5 ମିନିଟ୍ ଭିତରେ ଶୁଖିଲା ଲଙ୍କା ସହିତ ଭୃସଙ୍ଗ ପତ୍ର ପୁରାପୁରି ଭାଜି ହେଇକି କ୍ରିସ୍ପି ହେଇଯିବ। ଆଉ ଭଲ ଭାବରେ ଦେଖନ୍ତୁ ଏଠି କ୍ରିସ୍ପି ହେଇଗଲା ପରେ ଆମେ ତାକୁ ବାହାର କରିଦେବା। ଆଉ ଏଇ ଯେଉଁ ପୂର୍ବରୁ ଆମେ ଭାଜିଥିଲେ ଯେଉଁ ସାମଗ୍ରୀ ସବୁ ତା ସହିତ ମିଶାଇ ଦେବା, ଆଉ ଏସବୁକୁ ପୁରାପୁରି ଥଣ୍ଡା ହେବାକୁ ଛାଡ଼ିଦେବା। ଏଇ ମସଲାରେ ଆପଣମାନେ କେବଳ ଇଟିଲି ପିଠାକୁ ନୁହଁ, ଆପଣମାନେ ଚାହିଁଲେ ଭାତ, ମାନେ ବଳକା ଭାତରେ ବି ପୁରାପୁରି ଫ୍ଲେଭରଫୁଲ୍ ମସଲା ଗୁଣ୍ଡର ପୁରା ଭାତ ପ୍ରସ୍ତୁତ କରିପାରିବେ, ଏତେ ସୁଆଦିଆ। ଆଉ ଏହି ମସଲା ଗୁଣ୍ଡକୁ ଆପଣମାନେ ଥରେ ପ୍ରସ୍ତୁତ କରିକି 2 ମାସ ପର୍ଯ୍ୟନ୍ତ ରଖିକି ବ୍ୟବହାର କରିପାରିବେ। ଏଠି ଦେଖନ୍ତୁ ମସଲା ଗୁଣ୍ଡ ଭଲ ଭାବରେ ଥଣ୍ଡା ହୋଇଗଲାଣି। ଏବେ ଆମେ ତାକୁ ଗୁଣ୍ଡ କରିବା। ସେଥିପାଇଁ ଆମେ ମସଲା ବଟା ଗ୍ରାଇଣ୍ଡିଙ୍ଗ ଜାର୍ରେ ଦେଇଦେବା। ଆପଣମାନଙ୍କୁ ବିନମ୍ରତାର ସହିତ ଅନୁରୋଧ, ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିବ ତେବେ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ସହିତ ହାଇପ୍ ମଧ୍ୟ କରିଦେବେ। ଏଠି ଦେଖନ୍ତୁ ଏସବୁ ଜିନିଷ ଦେଇସାରିବା ପରେ ଆମେ ଲେମ୍ବୁ ସାଇଜ୍ର ଯେଉଁ ତେନ୍ତୁଳି ରଖିଥିଲେ ସେଇ ତେନ୍ତୁଳିକୁ ମଧ୍ୟ ଏଠି ଦେଇଦେବା। ସ୍ୱାଦ ଅନୁସାରେ ଲୁଣ, ଅଧା ଛୋଟ ଚାମଚ ଦେବା ହଳଦୀ ଗୁଣ୍ଡ। ଏସବୁକୁ ଭଲ ଭାବରେ ଟିକେ ଗୁଣ୍ଡ କରିଦେବା। ଏଠି ଦେଖନ୍ତୁ ଟିକେ ହାଲକା ଦରଦର ଗୁଣ୍ଡ ହୋଇକି ଅଛି, ଆଉ ବାସ୍ନା ତ ବହୁତ ବଢ଼ିଆ ହେଉଛି, ପୁରା ଚଟପଟା। ତେନ୍ତୁଳିରୁ ଟିକେ ଖଟା ଆଉ ଲଙ୍କା, ଚିନାବାଦାମ, ତା ସହିତ ବୁଟ ଡାଲି ଏସବୁ ମିଶିଗଲେ, ଆଉ ତା ସହିତ ରାଶି, ବହୁତ ବଢ଼ିଆ ବାସ୍ନା ସହିତ ସ୍ୱାଦ ବି ପୁରାପୁରି ଜବରଦସ୍ତ। ଏବେ ଆମେ ସେଥିରେ ଦେଇଦେବା 3 ବଡ଼ ଚାମଚ ଲଙ୍କା ଗୁଣ୍ଡ। ଲଙ୍କା ଗୁଣ୍ଡ ଟିକେ ଅଧିକ କରିକି ପକାଇବା, ଟିକେ ରାଗ ରାଗ ହୋଇକି ରହିବ, ଆଉ ରଙ୍ଗଟା ବି ଖୁବ୍ ସୁନ୍ଦର ଦେଖାଯିବ। ଏଠି ଦେଖନ୍ତୁ କେତେ ସୁନ୍ଦର ନାଲି ରଙ୍ଗ ଆସିଛି। ଏମିତି ନାଲି ରଙ୍ଗ ଆସିବା ନିହାତି
निहाती जरूरी कहीं ना आमे इडली हो किंबा चकुली हो किंबा डोसा जितेबाला प्रस्तुत करवा ए गुंडटा पकईदेले पूरा पूरी कलरफुल हो टिके नाली रंग हेले बहुत बढ़िया। आउ ए मसला गुंड को आपण मैंने फ्रिज रे 2 मासरू 3 मास पर्यंत आराम रे रखिकी व्यवहार करें। आउ देखंतु आम जो रसुण को चोपा लगे एमती भाजिकी गुंड करथिले सेथिपाई टिके चोपा भलिया टिके दरदर होइकी अछि बहुत बढ़िया बास्ना आसीबो स्वाद पूरा पूरी बढ़िया रहिबो। चकुली कला बेले टिके ता ऊपर छिंची देबे किंबा इडली पिठा को छोट छोट खंड करिकी ताकू तड़का देके मसलार गुंडर गोटे पके देबे पूरा पूरी स्वाद बहुत बढ़िया रहिबो। एठी देखंतु मु मिनी इडली बा कुनी कुनी इडली प्रस्तुत करबा पई छांच नै जाईची सेथिरे अल्प टिके तेल किंबा घियो लगे पारिबे। एठी तेल लगे सारिबा परे अल्प टिके टिके बैटर एठी आमे दबा। एठी मु इडली रो बैटर नैची इडली पिठार टिके टिके करिके आमे दे दबा आउ ताकू सिझिबाकू भी मात्र 5 मिनिट समय लागिबो। जेहेतु कुनी कुनी इडली आपण माने सिझेबा पई बहुत कम समय प्रस्तुत हो जिवो। साधारणतः बड़ इडली आम जो प्रस्तुत करती टिके अधिक समय लगे 10 ରୁ 12 मिनिट किंतु एई छोट छोट इडली बहुत सहजरे मात्र 5 मिनिट भितर प्रस्तुत हो जिवो। एठी देखंतु आमे सिझेई देइचु इडली को 5 मिनिट भितर बढ़िया भाव में प्रस्तुत हो जाइए मिनी इडली। एबे आमे इडली को सब काढ़ीदेवा टिके हाथ में देखते एमती चापिदेले बढ़िया भाव में सब बाहरी जीव। बहुत सहज प्रस्तुत करवा स्वाद पूरा पूरी जबरदस्त केते सुंदर देखा जाउची ना। एमती छोट छोट इडली रे आपण माने प्रस्तुत करि परिबे नचेत बड़ इडली को छोट छोट खंड करके काटिकी मध्य एमती प्रस्तुत करेंगे। देखंतु केते नरम पूरा पूरी स्पंजी आउ सॉफ्ट है इडली। एबे हमरो मिनी इडली प्रस्तुत हो जाइए। एबे आसंतु देखिबा केमिति ताकू प्रस्तुत करबा मसलेदार करिकी। कड़े को लो टू मीडियम फ्लेम रे बसैकी गोटे चामच दे देबा देसी घी बा तेल मध्य आपण माने दे पारंती। अल्प टिके हेंगु गोटे छोट चामच दबा सोरिष गोटे छोट चामच दबा राशि बढ़िया भाव में सब फुटी गला परे भृसंग पत्र किछि पकईकी फुटे देबा। भृसंग पत्र बढ़िया क्रिस्पी हो गले आपण माने चाहिए सुखिला लंका मध्य छिंडेकी दे पारिबे बा फुटेई पारिबे। तापर आमे दे देबा ए मिनी इडली को आउ 1.5 ରୁ 2 बड़ चामच दे देबा मसला गुंड। जो मसला गुंड को एबे आमे प्रस्तुत कले ता सहित अल्प टिके दे देछि मु बटर जहाँ फल कि स्वाद आहुरी बढ़िया रहिबो। तापरे जस्ट लो टू मीडियम फ्लेम रे टिके हल्का 30 सेकेंड पई टिके गोले देबे। तापरे कटा धनिया पत्र पकेकी चुली रू काढ़ी देबे। प्रस्तुत हो गला हमर मसलेदार तड़का वाला इडली। एमिति आपण माने इडली पिठा प्रस्तुत करंतु देखिबे समस्त को बहुत बढ़िया लागिबो। पिलाठू नहीं कि बड़ समस्ते बहुत खुशी रे खाइबे। एते भल लागिबो जे आपण माने एई मसला गुंड न सरणु आउ थरे प्रस्तुत करिकी रखिदेबे। एते स्वादिया आपण माने प्रस्तुत करंतु खांतु समस्त को खुआंतु आउ एमिति बनै सारिबा परे केमिति लागिला निश्चय आपणकर मतामत लेखिके जणांतु। आउ जदि आपण मानकु एई मुग सांबर किंबा नड़िया चटनी रो प्रस्तुति प्रणाली दरकार ताले निश्चय जणांतु। तेबे आजिर प्रस्तुति केमिति लागिला निश्चय जणेबे। आज पई एतिकी पुणी देखा आउ गोटे चलचित्र रे आउ गोटे व्यंजन सहित। जय जय जगन्नाथ।